ମୋ ଦିଗନ୍ତ ମୋ କଥା ମାନିଲେ ସନ୍ତ ଆଉ ନ ମାନିଲେ ଅଶାନ୍ତ। ଦିଗନ୍ତ ମିଶ୍ର ଗୋଟେ ଅକ୍ଷଚିତ ହଲକା କୋଉଠି କେତେବେଳେ ସେ ଖସି ପଡିବ ତାର ଠିକ ଠିକଣା ନାହିଁ। କହିବାର ବାଡ଼ ବତା ନାହିଁ କି ମୋ ଚାଲିବାର ଶେଷ ନାହିଁ। କେବଳ ବଞ୍ଚିବା ପାଇଁ ଦରକାର ହୁଏ ତ ହେ ମନ ମୋ ବଞ୍ଚିବାଟା କଷ୍ଟ ହେଇଯିବ କଷ୍ଟ। ଦେହ ଭିତରେ ଯୋଉ ନିଆଁ ଜଳୁଛି ସେ ନିଆଁକୁ ଲିଭିବାକୁ ହେଲେ ମନ ଦରକାର ନହେଲେ ଗୋଟାଏ ଭୟଙ୍କର ବିସ୍ଫୋରଣ ହବ। ତୁମକୁ ମୋ ନିୟମ ମଦ ପିଇବା ଛାଡ଼ି ଦିଅ। କଣ କହିଲୁ ମନୁଆ? ମୁଁ ମଦ ପିଇବା ଛାଡ଼ିଦେବି? ମନୁଆ ଦେହରେ ଯୋଉ ନିଆଁ ଜଳୁଛି ସେ ମଦ ନ ପିଇଲେ ନିଆଁ ଲିଭିବନି ଆଉ ମଦ ନ ପିଇଲେ ଆଖିକୁ ନିଦ ଆସେ ନା। ମନୁଆ ତତେ ଗୋଟେ କଥା ପଚାରିବି ତୁ କହିପାରିବୁ? ମନୁଆ ତୁ କହିପାରିବୁ? ମୋ ଠିକ ମନେ ପଡୁଛି ପିଲାଦିନେ ମୁଁ ଯେତେବେଳେ ଠାକୁର ଘରକୁ ଦୌଡ଼ି ଯାଏ ମୋ ବାପା ଏଇ ହରିଶ୍ଚନ୍ଦ୍ର ମିଶ୍ର ମୋ ହାତକୁ ଟାଣି ଆଣନ୍ତି ମୋ ପାଇଁ ଠାକୁର ଘର ବନ୍ଦ ହେଇଯାଏ। କହିପାରିବୁ ମନୁଆ ବ୍ରାହ୍ମଣ ଘରର ପୁଅ ହେଇ କାହିଁକି ମୋ ପାଇଁ ଜଗନ୍ନାଥଙ୍କ ପହଡ଼ ପଡ଼ିଯାଏ? ତୁ କହିପାରିବୁ ମନୁଆ? ତୁ କହିପାରିବୁ? କିଛି କହିପାରିବି ବାବୁ, ମୁଁ କିଛି କହିପାରିବି। ମନୁଆ ତୁ ଏ ଘରର ପୁରୁଣା ଚାକର ହରିଶ୍ଚନ୍ଦ୍ର ମିଶ୍ରଙ୍କର ଗଳ୍ପ ମଠ ତୁ କହିପାରିବୁ ମନୁଆ ମତେ ଜଗନ୍ନାଥ ଦର୍ଶନ ମନା କାହିଁକି? ତୁ ଅଲବତ କହିବୁ ମନୁଆ ମତେ ଜଗନ୍ନାଥ ଦର୍ଶନ ମନା କାହିଁକି? କହ ମନୁଆ କହ। ମନୁଆ ମତେ ସତ କଥାଟା କହ ମତେ ଜଗନ୍ନାଥ ଦର୍ଶନ ମନା କାହିଁକି? କହ ମନୁଆ କହ। ତତେ ତ ବାବୁର ନିୟମ। ମନୁଆ ମୋତେ ସତ କଥାଟା କହ। ତମେ ହରିଚନ୍ଦ୍ର ମିଶ୍ରଙ୍କର ପୁଅ ନୁହଁ। ମତେ ବାବୁ କହୁଥିଲେ ଆଜିକୁ 30 ବର୍ଷ ତଳର କଥା। ସେ ତୁମକୁ ମନ୍ଦିର ବେଣାରୁ ପାଇଥିଲେ ଆଉ କିଛି ଚିନ୍ତା ନ କରି ସେ ତୁମକୁ ଘରକୁ ନେଇ ଆସିଥିଲେ। ତାପରେ କଣ ହେଲା ମନୁଆ? ତାପରେ କଣ ହେଲା?
ତାହେଲେ ଜାତି ଗୋତ୍ର ନଥିବା ଗୋଟେ ଜାରଜ ଛୁଆ ନା ଭଲ ମୋ ବାପା କିଏ ମୋ ମା କିଏ ତୁ କହିପାରିବୁ ମନ ତୁ କହିପାରିବୁ ମନ ବାପା କିଏ କେବଳ ସେଇ ହରିଚନ୍ଦ୍ର ମିଶ୍ର କହିପାରିବେ ତା ଛଡା ଆଉ କେହି କହିପାରିବ ଜାତି ଗୋତ୍ର ନଥିବା ଗୋଟେ ଜାରଜ ଛୁଆ ମୋ ବାପା କିଏ ମୋ ମା କିଏ ଦବ ମୋ ପରିଚୟ କିଏ ଦବ ମୋ ପରିଚୟ ଖୋଜୁ ଖୋଜୁ ନିଜ ବେକରେ ଫାଶୀ ଦଉଡ଼ି ଲାଗିଯିବ ଦିଗନ୍ତ ଦିଗନ୍ତ ମୋ କଥା ମାନିଲେ ଶାନ୍ତ ନ ମାନିଲେ ଅଶାନ୍ତ ମୋ ବେକରେ ଫାଶୀ ଦଉଡ଼ି ଲାଗିବା ତ ଦୂରର କଥା ମୋ ହାତରେ ହ୍ୟାଣ୍ଡକପ୍ ପକେଇବା ପାଇଁ କାହାର ତାକତ ନାହିଁ ଆମେ ଫସିଯିବା ଆଜି ଗୁଆ ଯାଇନି ବଞ୍ଚିଛି ସେଦିନ ରାତିରେ ହଠାତ୍ ଆମ ଆଟା ଭିତରକୁ ପଶି ଆସିଲା ମୋ ପୁଅ ଇନ୍ସପେକ୍ଟର ସ୍ୱାଭିମାନ ଏଇଟା କେବେ ସମ୍ଭବ ନୁହଁ ଆମ ଆଟା ଭିତରୁ ଶରୀରକୁ ଖସାଇ ନେଇ ସେ ନିଜେ ତା କେସ୍ଟାକୁ ଟେକ୍ ଅଫ୍ କରୁଛି ନାଗ ବାବୁ ତାହେଲେ ଏବେ ତମେ ଗୋଟେ କାମ କର ତମେ ସେ ସାବିକୁ ମାରିଦିଅ ସାବିକୁ ମାରିବାଟା ଏତେ ସହଜ ନୁହେଁ କାରଣ ମୋ ପୁଅ ସ୍ୱାଭିମାନ ତାକୁ ବାହା ହେଇସାରିଛି ନାଗ ବାବୁ ତାହେଲେ ଏବେ ଆମେ କଣ କରିବା ତମ ବାପା ହରିଶ୍ଚନ୍ଦ୍ର ମିଶ୍ର ମରିବା ଦରକାର ତମ ବାପା ଯେତେବେଳେ ଜାଣିଲେ ଆମେ ସାବିକୁ କିଡନାପ କରି ଆମେ ଗୋଆ ପଠେଇଛେ ବୋଲି ସେ ଆମକୁ ଜମା ଛାଡ଼ିବେନି ସତ୍ୟ ଆଦର୍ଶର ପୂଜାରୀ ତମ ବାପା କୋର୍ଟରେ ସବୁ ସତ କଥା ଆମ ବିରୁଦ୍ଧରେ କହିଦେବେ ଆମେ ଫସିଯିବା ଆମକୁ ଫାଶୀ ହେଇଯାଇପାରେ ଦିଗନ୍ତ ମୋ କଥା ମାନିଲେ ଶାନ୍ତ ଆଉ ନ ମାନିଲେ ଅଶାନ୍ତ ମୋ ବେକରେ ଫାଶୀ ଦଉଡ଼ି ଲାଗିବା ପୂର୍ବରୁ ମୁଁ ସମସ୍ତଙ୍କୁ ମାରିଦେବି ତମେ ଗୋଟେ କାମ କର ତମେ ତମ ବାପାକୁ ମାରିଦିଅ ମୁଁ ମୋ ପୁଅକୁ ମାରିଦେବି ଘର ସବୁ ତ ମହାପ୍ରସାଦରେ ମିଶେଇ ତମେ ତମ ବାପାକୁ ଖାଇବାକୁ ଦେଇଦେବ সমুদ্র অশান্ত ঢেউ আসু যমাবাস্য আসু ক্লান্ত মন্দ কুতরে পিত চড়ি গলে অশান্ত হয়ে যায় অশান্ত অস্বার্থরে বাধা দেওয়াকে চেষ্টা করে সে হরিশ্চন্দ্র মিশ্রকে বিষ দিয়ে মারি দেবে
हाँ ये कथा काहाकू कहबुनी तार हेले तो कथा मानिले शांत आउ न मानिले अशांत सुमत भाई तमे पुचु के चित्कार करतला काहे की ए सुमत पुचु को मारी दैछि
ये सुमंत ता पछरे बाहर को जाइथिले ताको दुष्कर्म करबा ପାଇଁ चेष्टा करिले पुचुकी जेता घर लोक को कहि देबा धमक देला सुमंत ताको छुरी रे हाणी देले सुमंत ओके सुमंत एते राती रे तू बाहर को आसी तू काई ମୋତେ ବିଶ୍ୱାସ କର ବାପା ଉଠିକି ଚିତ୍କାର ଶୁଣି ମୁଁ ଦୌଡ଼ି ଆସିଲି ତମେ ଯଦି ତାକୁ ମାରି ଦો ତାହେଲେ ରାତି ଅଧରେ ବାହାରକୁ ଆସିଥିଲ କାହିଁକି କୁହ ସୁମନ୍ତ କୁହ ଓକେ ସୁମନ୍ତ ଏତେ ରାତି ରେ ବାହର को आसी तू କାହିଁକି ଆସିଥିଲ କୁହ ସୁମନ୍ତ କୁହ କିଛି କହିପାରିବେ ସେଦିନ ବାସ ରାତିରେ ମୋତେ ଯେମିତି ଦୁଷ୍କର୍ମ କରିବା ପାଇଁ ଚେଷ୍ଟା କରିଥିଲେ ଇଏ ଚାକରାଣୀ ପାଠକୁ ବି ଦୁଷ୍କର୍ମ କରିବା ପାଇଁ ତମେ ଏକା ନିଛ କଣ କହୁଥିଲ ଶ୍ୱଶୁର ମହାଶୟ ମୋ ଚନ୍ଦ୍ରମା ଦେହରେ କେବେ କଳଙ୍କ ଲାଗିପାରେ ହେଲେ ଆଜି ତମ ଚନ୍ଦ୍ରମା ଦେହରେ କଳଙ୍କ ଲାଗି ଯାଇଛି କଳଙ୍କ କଳ୍ପନା ସେଦିନ ମୁଁ ଟିକେ ମାଂସ ଖାଇଦେଲି ତମେ ଏ ଘରଟାକୁ ଗୋବର ପାଣିରେ 7 ଥର ଧୋଇଲ ହେଲେ ଆଜି ଏ ଘରକୁ ଗଙ୍ଗା ପାଣିରେ ଯେତେ ଥର ଧୋଇଲେ ବି ଏ ଘରଟାରୁ କଳଙ୍କ କେବେ ଲିଭିଯିବନି ଲିଭିଯିବନି କଳଙ୍କ ଏ କଳ୍ପନା କଣ ଆଉ କହିବି ବହୁ ପାଣିରେ ପଥର ଭାସେ କଥାକୁ ମୁଁ ବିଶ୍ୱାସ ହେଲେ ମୋ ସୁମନ୍ତରେ ମଣିଷ ମାରିବ ହେ କଥାକୁ ମୁଁ କେବେ ବିଶ୍ୱାସ କରିବି ହେଲେ ମୁଁ ଆଜି ବିଶ୍ୱାସ କରିବା ପାଇଁ ବାଧ୍ୟ ହଉଛି ଯେ ମୋ ସୁମନ୍ତ ଗୋଟେ ଘୁଣିଆ ସ୍ୱାମୀ ଗୋଟେ ନଷ୍ଟ ଚରିତ୍ର କରିବ ନାହିଁ ମୋ ଉପରେ ବିଶ୍ୱାସ କରେ ନା ତୁ ବଡ଼ ଦାନ ବିଷୟ ହେଇପାରେ बड़ा तो भी जाए मेरे तो वो साता बाबा तो साता सुमंत हे पुचुकी तुमको कितने भलो पाउतिला सकाळू उठी ठाकुरଙ୍କ ପାଖରେ ଭୋଗ ଲାଗିବା ଆଗରୁ ସେ ତମକୁ ଖାଇବାକୁ ବଳିତ ଗାଧୋଇ ସାରି ଗୋଟିଏ ହାତରେ ପଛେଇ ପାରନ୍ତି ବୋଲି ସେ ତମକୁ ପଛେ ଯାଉଥିଲା ଶେଷରେ ତମେ ତାକୁ ମାରିଦେଲ ତାକୁ ତମେ ଏ ଜଗନ୍ନାଥ ମତେ ମାରି ଦଉନ କାହିଁକି କୋଳା ଗୋଟେ ହୋଇ ଜନ୍ମ ହେଇଛି ତ ଏନ୍ତୁଡ଼ି ଉଠିନି तो माता मरी गला समस्ते कहले ए विकला आलोचनाटा कथाटा ता मुह चाहवा पाप तथापि मु मन दुख करी समस्त कंठा पटे चित्कार कर कहली अरे देख मो सुमंत मो सुना पुओ तम देहरे पत्थरटिए पड़गले ମୋ ଛାତିରେ ପଥର ପଡ଼ି ଯାଉଥିଲା କେହି ତମକୁ ବିକଳଙ୍କ କହିଦେଲେ ଏଇ ଛାତିଟା ଫାଟି ଯାଉଥିଲା ସମସ୍ତେ ତମକୁ ବିକଳଙ୍କ କହିଲେ ବି ମୁଁ କହୁଥିଲି ସୁମନ୍ତ ମୋ ସୁନା ପୁଅ ହେଲେ ତମେ ସୁନା ପୁଅ ନୁହେଁ
मुझे मिछ कही हेले सुमंत सबुदिन घर छाड़ी चली जीव चली जीवी भाउज बापा मते भी कलानु कहले तमें भी मते भी कलानु ये देखो मु कादुनी मु आसुची एले गोटा बेले गोटे कथा कही जाउची भाउज जो मानक पाई मोर आज अवस्था एक कड़ा साहब तारा निश्चय विचार करिए निश्चय विचार करिए मोर से विश्वास तुम ऊपर अच्छी रियली कल्पना अरे तुम भली स्त्री को पुरुष भाग्य रे नथि अच्छा मु तुम गोटे कथा पचारि मते सत कहबो अरे तुम किछि कथा लुचैबा को मते भल लागे ओह मो सत तमे साबे को रे कोई किना करथिला हां अरे केवल तुमको पाइबा पाई ए सब करिया को मो बाध्य होई सतरे मते पाइबा पाई अरे तुमको पाइबा पाई दरकार पड़िले एक पृथ्वी को मो ओलट पालट कर तम परि स्वामी भाग्य रखिले मिले मु निजे को धन्य माने कमल कल्पना कमल कल्पना तमे होता गुटा नष्ट कल्पना तमे मो स्त्री तम भली स्वामी र स्त्री हमार मोर किछ इच्छा नहीं कल्पना तमे कल पागल हे गलो हां पागल हे जाई प्रत्येक दिन रात तमको
मोठू दूरे जाऊ मैं एड़े बड़ विश्वास करते नहीं हाँ मुँह हो दिगंत मिश्र ମୁଁ ଦି ଥର ବେଦିରେ ବସିଛି ଦି ଥର ମାସରେ ଘରକୁ ଯାଇଛି ଆଉ ଦି ଥର ବିଧବା ବି ହେଇଯିବି ମୋ ଦିଗନ୍ତ ମୋ କଥା ମାନିଲେ ଶାନ୍ତ ନ ମାନିଲେ ଅଶାନ୍ତ ଦିଗନ୍ତ ମିଶ୍ରକୁ ତୁ ଅଶାନ୍ତ କରିଦେଇଛୁ ଏହାର ପରିଣାମଟା ମୁଁ ଏଇଠି ସୁଧାଇ ମୁଁ ସ୍ୱାମୀର ମୋ ପତ୍ର ଆଗରେ ଯାଇ କହିଦେବି ତମେ ସ୍ୱାମୀକୁ ରେପ୍ କରିଛ ସ୍ତ୍ରୀକୁ ମର୍ଡର କରିଛ ଆଉ ତମ ନାଟକର ପରିସମାପ୍ତି ଏଇଠି ହେଇଯିବ ଶୁଣ ତମ ସହ କରିବାକୁ ଚେଷ୍ଟା କରିବ ଆଜି ତମକୁ ମୁଁ ଛାଡ଼ିବିନି तुम्हें मरीगले मो भाई बेसर आईज तुम्हें गले मो भाउज लक्ष्मण आई मु तुमको जगी बसबी किए राम किए लक्ष्मण ए चारि कात भितरे कोठी लेखा अछि रामायण गप ए रावण मो पय जो धई जाईछि संपद कहानी मो पय निश्रेष होई जाईछि जीवन माने किछि नहीं भाउज तुम्हें गले मो भाउज गइबो आ मु लक्ष्मण आई माँ सीता ठाकुराणी को पूजा करुदेवी कहीं मो पादरे सिकुड़ी पकेवा को चेष्टा करूछ नहीं निष्पत्ति नहीं सारी जीवनी मो आत्महत्या करबी हो नहीं बाबू ए संबंध बंची दिवा जे तुम ए घरे रहइबो मो भाउ जाई रहइबो ओ तो ताहाले रामायण से लक्ष्मण सीता जगिबार संकल्प करिछु अरे कुरांगार गोटाए कलंकी चरित्र हेना पाई तो हृदय एमती फाटी पड़छि कांकी सीता को संगत करी कथा बार्ता करतु मामू सरकार पड़िले ए हाथ दाबी उठी जाई पारे आउनु मारे आउठी आलू कांकी अरे यार लोपर स्वाभिमानटा बाट बना हो गला आउ तू अंध हो गलु शेष तो पेट को दाना जो अथवा मामुटा को हाथ उठे मारिबू प्लीज मामू तुम एठू चली जाओ नहले संवाद सब संपर्क बंध भांगी दबो भांगी जाओ सब संपर्क बंध तमे दीटा मरी जाओ तथापि गोटाए कलंकिनी चरित्र हेनाकू मो घर रखई देबी मो तार कंटी से मत मारी दियो तू मारी दियो मते आ मारी देई आ गोटे पाप रे
ବାହାସୁଥିବା ସମୟରେ ତମରି ରାକ୍ଷସ ବାବୁ ମତେ ବାଟରେ କିଡନାପ କରି ତାଙ୍କ ଆଡ୍ଡାରେ ମତେ ରଖିଲେ। ଆଉ ଠିକ ସମୟରେ ଯେ ସ୍ୱାଭିମାନ ଆସିନଥିଲେ ଏଇ ତମ ରାକ୍ଷସ ବାବୁ ସେ ମତେ ଦଲାଲ ପାଖରେ ବିକ୍ରି କରି ଦେଇଥାନ୍ତି। এইটা তোমার আসল রূপ সেটা গোটা নিরীহ ঝিয়ার জীবনକୁ ଜାଳି ପୁଣି ପାଉଁଶ କରିଦେଇ ମାରିଦେଲା ତାକୁ। ମହାପାତ୍ର ଯଦି ମୋ ସହିତ ଆଘାତ ଆସେ ମୁଁ କାହାକୁ ଛାଡ଼ିବିନି, ସମସ୍ତଙ୍କୁ ମାରିଦେବି। ସମସ୍ତଙ୍କୁ ମାରିଦେବା ପୂର୍ବରୁ ତମେ ମତେ ମାରିଦିଅ ବାପା। ଛୋଟ ଛୁଆଟା ଆମ ଭିତରେ ମୁଣ୍ଡ ପୁରାଣ। ଭାଇ ଏଇ ତମ ରାକ୍ଷସ ବାପା ତମ ପିଲାଟାକୁ ନଷ୍ଟ କରିଦେଇଛନ୍ତି। ଆଉ ଜୋର କରି କଳ୍ପନା ଭାଉଜକୁ ଦିଗନ୍ତ ମିଶ୍ର ସହିତ ବାହାଘର କରିଦେଇଛନ୍ତି। ବାପା ତମେ ବାରିପଟ କୁକୁଡ଼ା ଦେଖିଛ? ମା କୁକୁଡ଼ା ନିଜ ଗୋଡରେ ଅଳିଆ ଆଣେଇ ପୋକକୁ ଥଣ୍ଟରେ ମାରି ତା ପିଲାମାନଙ୍କ ପାଟିରେ ଦିଏ। ଆଉ ସେ ମା କୁକୁଡ଼ା ସେ ପୋକକୁ କଣ କହିଲା ଜାଣିଛ? ଏ ପୋକ ମୁଁ ମୋ ପିଲାମାନଙ୍କ ପାଇଁ ପାପ କରୁଛି। ହେଲେ ତମେ ନିଜ ହାତରେ ତମ ପିଲାକୁ ମାରି ଦଉଛ। ମାମୁଁ ବାପା ବୋଉ ମରିଗଲା ପରେ ମୁଁ ହେଇଗଲି ଭରସା। ତମେ ମତେ ଭରସାରେ ଛାଡ଼ିଦେବାକୁ କହି ମୋ ପାଇଁ ଗୋଟେ ଡେଙ୍ଗା ତାଳ ଗଛ ପାଲଟି ଗଲ, ଯାହାର ମୂଳରେ ଟିକେ ହେଲେ ବି ଛାଇ ନାହିଁ। ନିଜର ସ୍ୱାର୍ଥ ପାଇଁ ମୋ ବାପାଙ୍କ ସମ୍ପତ୍ତି ପାଇଁ ମତେ ଶାଦୀଠାରୁ ଅଲଗା କରି ଗୋଟାଏ ମଦୁଆ ସଜେଇଦେଲ। ମୋ ଆଶାଭରା ସେ ସ୍ୱପ୍ନକୁ ନିଆଁ ଲଗାଇ ଜାଳିଦେଲ। ଆଜିଠାରୁ ତମ ସହିତ ମୋର କୌଣସି ସମ୍ପର୍କ ନାହିଁ। ଗୋଟାଏ ମୁହୂର୍ତ୍ତ ବି ମୁଁ ରହିବିନି। ଚାଲିଯିବି ମୁଁ ଏ ଘର ଛାଡ଼ି ସବୁଦିନ ପାଇଁ ଚାଲିଯିବି। ବାପା ବୁଢା ବର ଗଛରେ ବୁଢା ଶାଗୁଣା ପାଖରେ ଛୁଆ ଛାଡି ଯିବାଟା କଣ ଭୁଲ? ନା, ମୁଁ ଏଠି ଆଉ ଗୋଟେ ମୁହୂର୍ତ୍ତ ବି ରହିପାରିବିନି। ଆମେ ଘର ଛାଡି ଚାଲିଯିବା। ସମସ୍ତେ ଚାଲିଯାଅ। ତାରା ପକେଇଦେବି। ସମସ୍ତେ ମୋ ପାଇଁ ମରିଗଲେ, ମରିଗଲେ ସମସ୍ତେ ପାଇଁ। ମୁଁ ଆଜିଠୁ ହେଇଗଲେ ଆଣ୍ଠୁ ଗୁଡା। Nardo, ligo budak kerubuda. সাবধান
মালিকা কোন লেখা ইচ্ছেন সর্বে হইবে কারাগার নথিব বেদর বিচার পৃথ্বী হইব গুণবন্যা মাতিবে মদন ভূষণা বিশ্বনাথ পাগল হয়ে গেলাম কর বোধ হসুছি কଣ ପାଇଁ ଏସଟା ପାଗଳ ହେଇଗଲା ଆଉ ପୋଷାକ କରଟା ପାଗଳ ହେଇଗଲେ ତାକୁ କଣ କରିବା ଦରକାର ତାକୁ ମାରିଦେବା ଦରକାର আরে গপ শুনিছু গপ গোটাই মা বেঙ্গর গপ দিনে কিছু ছুয়া বেঙ্গ বাটরে যাও যাও গোটাই ষণ্ঢকু দেখিলে ছুয়া মানে কহে মা মা আজি আমি গোটে বিরাট জন্তুকু দেখিলু ছুয়া বে গোটে নিজ বসবত নিজକୁ କଣ କହିଲା ଜାଣିଛୁ ନିଜ ଦେହକୁ ଫୁଲି ଦେଇ ଗଲା କୁହ ବିଲେ କଣ ମୋଠୁ ବଡ ଛୁଏ କହିଲେ ହଁ ମା ଆହୁରି ବଡ ଶେଷରେ ମା ବେଗଟି ଢୋ ହେଇ ମରିଗଲା ଆରେ ଏଇ ଶଳା ବି ମରିବା ଦରକାର ପୋଷାକ କରଟା ପାଗଳ ହେଇଗଲା ତାକୁ ମାରିଦେବା ଦରକାର କିଛି କହୁନୁ ପଳେଇ ଯିବା
ହେଲେ ଖାଇ ଉପାସ ରହେ। ତାଙ୍କୁ ଖାଇବାକୁ ଦେଇଛି, ତାଙ୍କ ସେବାରେ ମୁଁ କଣ କେବେ ଅବହେଳା କରିଛି? ହେଲେ ସେ ମୋ ବଡ ପୁଅଟାକୁ ପଙ୍ଗୁ କରି ଡାକ୍ତରଖାନାରେ ପକେଇ ଦେଲା। ଆଉ ମୋ ବିକଳାଙ୍ଗ ପୁଅଟାକୁ ବିକଳାଙ୍ଗ କରିଦେଲା। ଆମ ଜୀବନଟା ଶେଷରେ ଅମଣିଷ ହେଇଗଲା। ତୁ କହ ବାବୁ, ଏ ଘରର ହସ ଖୁସି ଯେତେବେଳେ ଚାଲିଗଲା, ସେ ଜଗନ୍ନାଥଙ୍କୁ ପୂଜା କରି ଲାଭ କଣ? ବାପା, ଆପଣଙ୍କୁ ମୋର ଆଣ ବାପା। ଆପଣ ନୀତି ଭୋଗ କରିଦିଅନ୍ତୁ, ନହେଲେ ମୁଁ ପାଣି ଚୋପେ ବି ପିଇବିନି। କେବଳ ତୋ କଥାକୁ ମୁଁ ଆଜି ନୀତି ଭୋଗ ଦେଇ ଦଉଛି, ହେଲେ କାଲି କାଲି ମୁଁ କାହାରି କଥା ଶୁଣିବିନି। ତମର ଖାଲି ନୀତି ଭୋଗ ଚିନ୍ତା ଅଛି। ବାପା ଟିକେ ନୀତି ଭୋଗଟା ସାରି ଦିଅନ୍ତୁ, ମୁଁ ତ ବ୍ରେକଫାଷ୍ଟଟା କରିଦେବି। କମ୍ପାନୀଟା ମୋର ନୁହଁ, ଯେତେବେଳେ ଗଲେ ସେତେବେଳେ ଚଳିବ। କମ୍ପାନୀରେ ଚାକିରି କରୁଛି, ଟିକେ ଟାଇମ୍ ଲେଟ୍ ହେଇଗଲେ ମୋ ଚାକିରିଟା ଚାଲିଯିବ। ଓହୋ, ତୁ ଜମା ବ୍ୟସ୍ତ ନା, ମୁଁ ଠିକ୍ ସମୟରେ ଶାଢ଼ୀ ଦିଟା ଆଇରନ୍ କରିବା ପାଇଁ କହିଥିଲି, ହେଲେ ସେଇଟା ବି ଏପର୍ଯ୍ୟନ୍ତ ହେଇପାରିଲାନି। ଗୋଟିଏ ଶାଢ଼ୀ ପିନ୍ଧି କମ୍ପାନୀକୁ ଗଲେ ମୋ ପ୍ରେଷ୍ଟିଜଟା ଚାଲିଯିବନି। କାଲି ଗୁରୁବାର ଥିଲା ତ, ଘର ଗୁଡାକ ପଛପିଛି କରୁ କରୁ ସମୟ ଚାଲିଗଲା। ମୁଁ ଏବେ ସଫା କରିଦଉଛି। ମୋ ଜୋତାଟା ପଲିସ ହେଇଛି ସବୁ ତ ନା, ତାହେଲେ ଓ କୋଉଟା? ଶାଢ଼ୀଟାକୁ ୱାଶ କରି ଆଇରନ୍ କରିଲ, ଜୋତାଟା ପଲିସ କରିଲ। ଆଜି ସକାଳୁ ଗାଧୋଇ ପାଧୋଇ ମୁଁ ଭୋଗ ସଜାଡୁଥିଲି। ହଉ, ମୋ ଜୋତାଟା ପଲିସ କରିଦେ। କଣ କହିଲୁ ବୋହୁ? ସେ ତ ବଡ ଗାଈ, ତ ଜୋତା ପଲିସ କରିବ? ନାଇଁ, ଜୋତାଟା ପଲିସ କରିଦେଲେ କଣ ହାତଟା ଛିଣ୍ଡି ପଡୁଛି? ଘରେ ତ କିଛି କାମ ନାହିଁ, ବସି ଖାଲି ରୋଷେଇ କରୁଛ। ରୋଷେଇ ସରିଗଲା ପରେ ଜଗନ୍ନାଥଙ୍କର ଭୋଗ ନୀତି ବିଷୟରେ ଖାଲି ଚିନ୍ତା କରୁଛ। ବସି ଖାଇଲେ ଦେହ ଖରାପ ହବ, ତମଠୁ ଭଲ ହବ ତମେ କାମ କର। କଣ କହିଲୁ ବୋହୁ? ବିଚାରିଟା ସକାଳୁ ସଞ୍ଜ ଯାଇ ଖୋଜୁଛି, ବିଶ୍ୱାସ ମାରିବା ପାଇଁ ସମୟ ପାଉନି। ତାପରେ ବି ତୁ ତାକୁ କହୁଛୁ ବସି ଖାଇଲେ ଦେହ ଭଲ ରହିବ। ମୁଁ ଯାଇ ଏସି ରୁମ୍ ଭିତରେ ବସୁଛି, ତମ ପୁଅ ଚାକିରି ଚାଲିଗଲା ପରଠାରୁ ମୁଁ ଯାଇ ଚାକିରି କରୁଛି। 12 ଘଣ୍ଟା ଖଟି ସାରିଲା ଭିତରେ ମୁଁ ପୁରା ଟାୟାର୍ଡ ହେଇଯାଉଛି। ଶୁଣ, ମତେ ଆଉ ଟେନସନ ଦିଅନି, ମୋ ଜୋତାଟା ପଲିସ କରିଦିଅ। ନା, ସେ ତ ଜୋତା ପଲିସ କରିବନି। ତାହେଲେ ତମେ କରିଦିଅ। ଏଇ ନିଅ। କଳ୍ପନା, ତୁ ବାପାଙ୍କ ଉପରକୁ ଜୋତା ଫୋପାଡୁଛୁ। ସିଏ ତ ଜୋତା ପଲିସ କରିଦେବେ। ଭାଇ, ସିଏ କଣ ଜୋତା ପଲିସ କରିଦେଲେ ପାପ ଲାଗି ଯାଉଛି? ପାପ ଲାଗିବନି, ବରଂ ବୁଢା ଲୋକଟା ମୁହଁରୁ ଅଭିଶାପ ବାହାରି ପଡିବ। ଆମ ରୋଜଗାର ଚଳିବ, ପୁଣି ଆମକୁ ଅଭିଶାପ ଦେବ। ଶୁଣ, ମତେ ଟେନସନ ଦିଅନି, ମୋର ଡେରି ହେଇଯାଉଛି। ମୋ ଜୋତାଟା ପଲିସ କରିଦିଅ। ଏ ଘରର ବଡ ବୋହୁ ସେ କାହାର ଜୋତା ପଲିସ କରିବନି। ହଁ, ତମକୁ ବି ଆମ ପରି ବୋହୁ କାହିଁକି ଦରକାର ହବ? ଏ ଘର ତ ସୁମତ ଚାଲିଗଲା, ଏବେ ତମେ ଚାହୁଁଥିବ ଆମେ ଏ ଘରୁ ଚାଲିଗଲେ ତମ ମନଟା ପୁରା ଶାନ୍ତି ହେଇଯିବ। ମୁଁ ଏ ଘରୁ ଚାଲିଗଲେ ତମ ଶ୍ୱଶୁର ବୋହୂଙ୍କର ପ୍ରେମଟା ବଢିଆছে। କଳ୍ପନା, କହିବା ଆଉ ସହିବାର ଗୋଟେ ସୀମା ଅଛି। କି ଚାକିରି କରିଛୁ ଯେ? ସେ ତ ବଡ ଗାଈ, ତ ପାଲଟା ଲୁଗା ଦଉଛି, ତଇଁଠା ବାସନ ବାଜୁଛି। ତାପରେ ତୁ ତାକୁ ଏ ଘରୁ ବାହାରିକି କରିଯିବା କଥା କହୁଛୁ। ଶୁଣ ବୋହୁ, ଏ ଘରେ ତମର ଯଦି କିଛି ଅସୁବିଧା ଅଛି, ତମେ ସ୍ୱାମୀ ସ୍ତ୍ରୀ ଘରୁ ବାହାରି ଯାଅ। ଆମେ ଭୋକ ଉପାସରେ ମରିବୁ, ଆଉ କାହାରି ଦୟାରେ ଚଳିବୁ ନାହିଁ। ତମ ପରି ପୁଅ ବୋହୁ ଆମର ଦରକାର ନାହିଁ। ହଁ, ଆମେ ବି କାହିଁକି ଦରକାର ଆସିବୁ?
ମୋ ଶ୍ୱଶୁର ବୋହୂଙ୍କର ପ୍ରେମଟା ବଢିଆ ଆଉ ଜଣେ ଯଦି ମୋ ଉପରକୁ ହାତଟା ଉଠାନ୍ତି ତାହେଲେ ମୁଁ ତମକୁ ଜୋତାରେ ପିଟିବି। परिचय कौन दिगंत मिश्र मु आपण पुओ नुहे मुझे आपण पुओ ताहले मत जगन्नाथ दर्शन करने को मना कर कहीं मत ठाकुर घर को जावाक दौना सृष्टि जदि ओलट पालट मुझे किसी कहीपरि ना मो जन्म प्रति मोर सन्देह होची मत सत कथाटा कह बापा मु प्रकृत क्या पुओ दिने पचारिच भाउज मत ठाकुर दर्शन मना कहीं बापा बापा कहीं जगन्नाथ दर्शन कर जाऊना कौन प्रकृत आपण पुओ नुह बाबा मुझे प्रकृत आपण पुओ मुंडे हाथ रखी कहतु बापा मु प्रकृत आपण पुओ ना जीवन सारा मुझे निष्पत्ति को मानि आज आज मानवार प्रश्न उठुनी
ଜଗନ୍ନାଥ ଦର୍ଶନ କରିବି। ଦରକାର ପଡ଼ିଲେ ସେ ଜଗନ୍ନାଥ ମନ୍ଦିରକୁ ଧ୍ୱଂସ କରିଦେବି। ତୁ ଜଗନ୍ନାଥ ଦର୍ଶନ କରିପାରିବୁନି। ନା ବାପା ମନା କରୁଛନ୍ତି ମାନେ ତମେ ଜଗନ୍ନାଥ ଦର୍ଶନ କରିପାରିବନି। ମୁଁ ଆଜି କାହାରି କଥା ଶୁଣିବିନି। ମୁଁ ଜଗନ୍ନାଥ ଦର୍ଶନ କରିବି। ଦରକାର ପଡ଼ିଲେ ଆଉ ଗୋଟେ କଳ ପାହାଡ଼ ହେଇଯିବି। ତମେ ଯାଇପାରିବନି। ତୁ ସେଠାକୁ ଯା ନା। ଆଜି ମୁଁ କାହାରି କଥା ଶୁଣିବିନି। ଜଗନ୍ନାଥ ଦର୍ଶନ କରିବି। ଦରକାର ପଡ଼ିଲେ ସେ ଜଗନ୍ନାଥ ମନ୍ଦିରକୁ ଧ୍ୱଂସ କରିଦେବି। ଦିଗନ୍ତ ଜଗନ୍ନାଥ ଦର୍ଶନ କରିବା ଯଦି ତୋର ଶେଷ ହେଇଯା, ଆରେ ଯା, ମୁଁ ଏଠି ଶୋଇ ଯାଉଛି। ମୋ ଛାତିରେ ପାଦ ରଖି ତୁ ଚାଲି ଯା। ମୁଁ ବି ଏଇଠି ଶୋଇ ଯାଉଛି। ମୋ ଛାତିରେ ପାଦ ରଖି ଚାଲି ଯା। हॉस्पिटल है बाबा देखो तो कौन छी डॉक्टर कौन कहले ଆମ ଦିଗନ୍ତକୁ ବ୍ଲଡ କ୍ୟାନ୍ସର ହେଇଛି।